ଚିତଉ ଲାଗି ଏକ ଶିକ୍ଷାମୂଳକ କାହାଣୀ। ଏକ ଛୋଟ ଗାଁରେ ଜଣେ ଗରିବ ବିଧବା ମା ଓ ତାଙ୍କ ପୁଅ ରହୁଥିଲେ। ସେମାନଙ୍କ ପାଖରେ ଧନ ସମ୍ପତ୍ତି ନଥିଲା, କିନ୍ତୁ ଭଗବାନ ଜଗନ୍ନାଥଙ୍କ ପ୍ରତି ଅଗାଧ ଭକ୍ତି ଥିଲା। ଚିତଉ ଅମାବାସ୍ୟା ଆସିଲା। ଘରେ ଚାଉଳ କମ୍ ଥିଲା, ତଥାପି ମା ଅଳ୍ପ ଚାଉଳରେ ଗୋଟାଏ ଚିତଉ ପିଠା ତିଆରି କଲେ। ସେ ଭକ୍ତି ଭାବରେ ତୁଳସୀ ଚଉରାରେ ଚିତଉ ଲାଗି କରି ପ୍ରାର୍ଥନା କଲେ, ହେ ପ୍ରଭୁ ଜଗନ୍ନାଥ, ଆମ ଘରେ ସଦା ସୁଖ, ଶାନ୍ତି ଓ ଅନ୍ନର ଅଭାବ ନ ହେଉ। ସେହି ରାତିରେ ଜଣେ ବୃଦ୍ଧ ସାଧୁ ତାଙ୍କ ଘରକୁ ଆସି ଭୋକ ଲାଗିଥିବା କହିଲେ। ମା ନିଜ ପାଇଁ ରଖିଥିବା ଶେଷ ଚିତଉ ପିଠାଟି ସାଧୁଙ୍କୁ ଖାଇବାକୁ ଦେଲେ। ପରଦିନ ସକାଳେ ସେମାନଙ୍କ ଜମିରେ ଭଲ ଫସଲ ହେବାର ସଂକେତ ମିଳିଲା। ଧୀରେ ଧୀରେ ତାଙ୍କ ଘରର ଅଭାବ ଦୂର ହେଲା ଏବଂ ସେମାନେ ସୁଖରେ ଜୀବନ କାଟିଲେ। ଗାଁର ଲୋକମାନେ ବୁଝିଲେ ଯେ ସତ୍ୟ ଭକ୍ତି, ଦାନ ଓ ଦୟା କେବେ ବ୍ୟର୍ଥ ଯାଏ ନାହିଁ।